ସୁକିନ୍ଦାଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଯାତ୍ରା ଅନୁଷ୍ଠିତ। ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ। ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼ର ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଯାତ୍ରା ବୁଧବାର ଦିନ ମହାଡମ୍ବରରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ସୁକିନ୍ଦାଗଡ଼ ଜଗନ୍ନାଥ ମନ୍ଦିରରେ ବୁଧବାର ଦିବା 10 ଘଟିକା ସମୟରେ ଦେବସ୍ନାନ ଯାତ୍ରା ମହାଡମ୍ବରରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା। ସୁକିନ୍ଦାଗଡ଼ ଜଗନ୍ନାଥ ମନ୍ଦିରର ରତ୍ନବେଦୀରୁ ଚତୁର୍ଦ୍ଧା ମୂର୍ତ୍ତି ଓହ୍ଲାଇ ଆସି ସ୍ନାନ ମଣ୍ଡପରେ ବିଜେ କରିବା ପରେ ଅଭିମନ୍ତ୍ରିତ ସୁବାସିତ ଜଳରେ ବ୍ରାହ୍ମଣ ସମାଜଙ୍କ ଦ୍ୱାରା ସ୍ନାନ କରାଯିବା ପରେ ବୁଧବାର ଦିବା 1 ଘଟିକା ସମୟରେ ଶ୍ରୀବିଗ୍ରହମାନେ ମନୋରମ ହାତୀ ବା ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବା ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ସ୍ନାନ ବିଧି ଦର୍ଶନ ପାଇଁ ବହୁ ଭକ୍ତଙ୍କର ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ସୁକିନ୍ଦା ତହସିଲ ଦେବୋତ୍ତର ବିଭାଗ ଅଧୀନରେ ସୁକିନ୍ଦା ଜଗନ୍ନାଥ ମନ୍ଦିର ଥିବା ହେତୁ ସୁକିନ୍ଦା ତହସିଲ ଦେବୋତ୍ତର ବିଭାଗ ପକ୍ଷରୁ ସବୁ କାର୍ଯ୍ୟ ସୁବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି। ସୁକିନ୍ଦା ଦେବୋତ୍ତର ମୁଖ୍ୟ ତଥା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ରାଜା ସାହେବ ଭୂଦେବ, ଭୂପତି ହରିଚନ୍ଦନ ମହାପାତ୍ର, ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ, ତହସିଲ କର୍ମଚାରୀ, ଥାନା କର୍ମଚାରୀ ଓ ସ୍ଥାନୀୟ ବ୍ରାହ୍ମଣ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି। जय जगन्नाथ।